ଏଇ ଟାଇପ୍ର ଆର୍ଗୁମେଣ୍ଟ ବେଳେ ମୁଁ ଆଉ ଥରେ କହିଦେଲି ଏତେ ବଡ଼ ଶିଖି କହିଲା ଜାନିବାବୁ ପଣ୍ଡିତ କିଏ ଅଛନ୍ତି ଏତେ ବଡ଼ ପଣ୍ଡିତ ଲୋକ ହେଲେ କ'ଣ ଲିଙ୍ଗ ଜ୍ଞାନ ତାଙ୍କୁ ଜଣା ନାହିଁ ଲିଙ୍ଗ ଜ୍ଞାନ ଜଣା ନାହିଁ ସେ କ'ଣ କଥା ଏ ତମେ ଗୋଟେ କବି କିନ୍ତୁ ଅଶ୍ଳୀଳ ଶବ୍ଦ କହୁଛ ଉଡ୍ର କର କ୍ଷମା ମାଗ ଗୋଟେ ଗଳି ହେଲା ମୁଁ ସେଠୁ କହିଲି ହଉ କୋଉଟା ଆସିବ ଶବ୍ଦ ହଉଛି ବ୍ରହ୍ମ ଶବ୍ଦକୁ ପ୍ରୟୋଗ କରୁଥିବା ମଣିଷର ଉଚ୍ଚ ନିଚ ମନକୁ ନେଇକିରି ଶବ୍ଦ ଶୀଳ ଏବଂ ଅଶ୍ଳୀଳ ହେଇଥାଏ ତମେ ମାନେ ଯଦି କହୁଛ କ୍ଷମା ମାଗିଦେବା ପାଇଁ ମୁଁ କ୍ଷମା ମାଗିଦେବି ଗୋଟାଏ ସର୍ତ୍ତରେ ଆଜି ଯଦି ଲିଙ୍ଗରାଜ ମନ୍ଦିରଟାକୁ ତୁମେ ଉଠେଇବା ପାଇଁ ରେଜୁଲେସନ କରିଦେବ ମୁଁ କ୍ଷମା ମାଗିଦେବି ଲିଙ୍ଗ ହେଲା ବ୍ରହ୍ମ ଯେତେ ଅଛି ଶିବ ସମଗ୍ର ପୃଥିବୀରେ ସବୁଠୁ ଶ୍ରେଷ୍ଠ ଲିଙ୍ଗରାଜ ଲିଙ୍ଗ ଭିତରେ ସେ ରଜା ଏଇଟା ହେଲା ରାଜଧାନୀ ଆଉ ଗୋଟେ କ୍ଷମା ମାଗିବାଟା ବଡ଼ କଥା କି ଆପଣ ସେଟାକୁ ରେଜୁଲେସନ କରୁନାହାନ୍ତି ତ ଜାନକୀ ବାବୁଙ୍କର ସେ ଜ୍ଞାନ ନାହିଁ ବୋଲି ଆପଣ କାହିଁ କହୁଥିଲେ ମୁଁ ଏଇଥିପାଇଁ କହିଦେଲି ସିଏ ମୋତେ ସମାଲୋଚନା କରନ୍ତି ଜାନକୀ ବାବୁ ହଁ ଏଥିପାଇଁ ମୋର ମନେ ହେଉଛି ଏଇଟା ଡକ୍ଟର ମହତାବ ଲେଖିଥିଲେ ଗାଁ ମଜୁରିରେ ବୋଧହୁଏ ମୋର ମନେ ନାହିଁ ହଠାତ୍ କହିଦେଉଛି ସେଥିରେ ଲେଖିଥିଲେ ଆଜି ପଣ୍ଡିତ ମୁଖ୍ୟମନ୍ତ୍ରୀକୁ କବି ପ୍ରସନ୍ନ ପାଟ୍ଟଶାଣୀ ହରେଇ ଦେଲେ ସେ ଆନ୍ସର ଦେଇପାରିଲେନି ଏମିତି ମଧ୍ୟ ସେତେବେଳେ ବାହାରେ ସବୁ ଆଉ ପ୍ରସନ୍ନ ପାଟ୍ଟଶାଣୀ ତାଙ୍କ କବିତାରେ ଏଭଳି ପ୍ରମାଣ କରିଦେଲେ ଯେ ଲିଙ୍ଗଟା ହେଉଛି ବ୍ରହ୍ମ ବ୍ରହ୍ମରୁ ବ୍ରହ୍ମାଣ୍ଡ ବ୍ରହ୍ମାଣ୍ଡ ଦେବତା ଜଗତରନାଥ ଜଗନ୍ନାଥ ଜାନକୀ ବାବୁଙ୍କୁ କାହିଁ କହୁଥିଲେ ତାଙ୍କର ଜ୍ଞାନ ନାହିଁ ବୋଲି ଏମିତି ପାରୋଡି ଏଗୁଡ଼ାକ ସାଟାୟାର ଜାନକୀ ବାବୁ ଗଣପ୍ରକୃତରେ ପଣ୍ଡିତ ନୁହନ୍ତି ଏବେ ବି କହୁଛି କଥା ହଉଛି କହିଲା ବେଳେ ଯେତେବେଳେ ସେ ମୋ ଉପରେ ଆଟାକ୍ କରନ୍ତି ମୁଁ ସେମିତି ଆଟାକ୍ କରେ କ'ଣ ଏମିତି ହୁଏ ଆପଣଙ୍କ ଉପରେ ଆଟାକ୍ କରନ୍ତି କାରଣ ଆପଣ ତାଙ୍କର ପ୍ରତିଦ୍ୱନ୍ଦ୍ୱୀ ଥିଲେ ହଁ ମୋ ଉପରେ ଆଟାକ୍ କରନ୍ତି ଯେହେତୁ ତାଙ୍କର ପ୍ରତିନିଧି ସେତେବେଳର ବୈଦ୍ୟନାଥ ମିଶ୍ରଙ୍କୁ ମୁଁ ହରେଇ ଦେଇଥିଲି ବୋଲି ଆଉ ଅନେକ ଜାଗାରେ ଆମର ଲଢ଼େଇ ହୁଏ ସେଇ ଲଢ଼େଇ ଭିତରେ କିନ୍ତୁ ସବୁ ଡେମୋକ୍ରେଟିକ୍ ହୁଏ ସେଥିରେ ସେତେବେଳେ ମାନେ ଆଜିକାଲି ଯେମିତି ସେ ନଥିଲା ବିଧାନସଭାରେ ଆଉ କ'ଣ ସବୁ କବିତା ଆପଣ କହୁଥିଲେ କହିଥିଲି ବୋଧେ ଆପଣଙ୍କୁ ଏନେ ବିଧାନସଭାରେ କିଛି ତ ହୁଏ ନା ଭାଷଣରେ ଖାଲି ମନ୍ତ୍ରୀଙ୍କ ଉପରେ ଗୋଟେ କବିତା କହିଥିଲେ ହାୟ ହାୟ ମତେ ମନ୍ତ୍ରୀ କର ନହେଲେ ଭାଙ୍ଗିବି ସରକାର ଯେତେକ ଅଛ ହେ ଟାଉଟର ସମସ୍ତଙ୍କୁ ନେଇ ଖୋଲିଦେବି ମୋର ଦରବାର ହାୟ ହାୟ ମତେ ମନ୍ତ୍ରୀ କର ଏମିତି ବାହାରି ପଡ଼େ କବିତା ଗୁଡ଼ାକ ଏବଂ ସେତିକି ବେଳେ ମନ୍ତ୍ରୀ ମନ ଯୁକ୍ତ ଅନ୍ତର ସମାନେ ମନ୍ତ୍ର ମନ୍ତ୍ରୀରୁ ମନ୍ତ୍ର ହି ଯେତେ ସବୁ ଅଛ ମନ୍ତ୍ରୀ ଭାବିନିଅ ଥରେ ତମକୁ ହରାନ୍ତି ତମକୁ କିଭଳି ଭାବରେ ଦଣ୍ଡ ଦିଅନ୍ତି ଦଣ୍ଡ ତମେ ପାଅ କାହା ପାଇଁ ଯେତେ ସବୁ ଅଛନ୍ତି ଅମଲାତନ୍ତ୍ରୀ ତେଣୁ ହେ ମନ୍ତ୍ରୀ ମନ୍ତ୍ରରୁ ମନ୍ତ୍ରୀ ଏବଂ ତମକୁ ହଇରାଣ କରନ୍ତି ଅମଲାତନ୍ତ୍ରୀ ପ୍ରସନ୍ନ ପାଟ୍ଟଶାଣୀ ଏଠି ଏହା ଘୋଷଣା କରିବାକୁ ଚାହେଁ ଏଇ ବିଧାନସଭାରେ ମାନେ କବିତାରେ ମୁଁ କହିଦିଏ ଅନେକ ମଧ୍ୟ ପ୍ରଶ୍ନ ମତେ କରନ୍ତି କବିତାରେ ଆପଣ ଆନ୍ସର ଦିଅନ୍ତି ଆନ୍ସର ଦିଏ କବିତାରେ ବି ଆନ୍ସର ଦେଇଛି ଅଛି ରେକର୍ଡରେ ଅଛି ହଁ ମୁଁ କହିବାଟା ଭଲ ନୁହଁ ଆପଣ ରେକର୍ଡ ଦେଖି କହନ୍ତୁ ଅଛି ସବୁ